ଖ୍ୟାତନାମା ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ଏକାଦଶ ଅବସରରେ ପିପିଲି ସ୍ଥିତ ତାଙ୍କ ବାସଭବନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ଅଭିନେତ୍ରୀ, ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ, ଶିଳ୍ପପତି ଓ ଶିକ୍ଷାବିତ୍ ସମସ୍ତେ ଏକାଠି ହୋଇ ରବି ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ରବି ସ୍ୱାଇଁଙ୍କ ସ୍ମୃତି ଓ ଅବଦାନକୁ ମନେ ପକାଇବା ସହିତ ତାଙ୍କ ଭଳି ଲୋକ ଦୁର୍ଲଭ। ଏହା ଆମ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ। ଆଜ୍ଞା କଣ କହିବେ, ରବିବାବୁଙ୍କ ସହିତ ଅତି କ୍ଲୋଜ ଥିଲେ ଏବଂ ପିପିଲି ପାଇଁ ରବିବାବୁଙ୍କ ଅବଦାନ ବହୁତ ଥିଲା ଓଡ଼ିଆ ଫିଲ୍ମ ଜଗତକୁ ନେଇ, ତାଙ୍କୁ ନେଇ କଣ କହିବେ ଆପଣ? ରବିବାବୁଙ୍କ ବିଷୟରେ ତ କିଛି କହିବା ପାଇଁ ମୋ ପାଖରେ ଭାଷା ନାହିଁ। ସେ ଗୋଟେ ଏମିତି ପ୍ରତିଭା, ଏମିତି ଗୋଟେ ଲୋକ, ମାନେ ତାକୁ ଆପଣ ମୋ ଅପେକ୍ଷା ପିପିଲି ଲୋକମାନେ ବହୁତ କହିପାରିବେ, ବହୁତ ଜାଣିଛନ୍ତି। ମୁଁ ତାଙ୍କୁ ଚଳଚ୍ଚିତ୍ର ଏ ହିସାବରେ ଯେତିକି ଜାଣିଛି ସେତିକି। ଏତେ ଅମାୟିକ ଲୋକ, ଏତେ ଭଲ ପାଇବା ଆର୍ଟିଷ୍ଟ ମାନଙ୍କୁ ସେ ଏତେ ଭଲ ପାଆନ୍ତି। କେତେ ବଡ଼ ବଡ଼ କଳାକାରଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି, କେତେ ଡାଇରେକ୍ଟର, କେତେ ଆସିଷ୍ଟାଣ୍ଟ ଡାଇରେକ୍ଟର। ଏଇ ବାପି କେତେ ପପୁଲାର ହେଇଥିଲେ, ତିସୌରୀ ଏତେ ବଢ଼ିଆ ଗୀତ ଗାଉଥିଲେ, କିନ୍ତୁ ଉଦଣ୍ଡି ସୀତାରେ ସେ କେତେ ମାଇଲେଜ ପାଇଲେ, କେତେ କଲେ, ସେ ବି ତ ସମସ୍ତେ ସେ ବିଷୟରେ ଜାଣନ୍ତି। ତେଣୁ ରବିବାବୁଙ୍କ ବିଷୟରେ ତ କିଛି କହିହେବନି। ସେ ତ ଗୋଟେ ମାନେ 4ଟି ସିନେମା କରିଛନ୍ତି, ଆଉ 4ଟି ସିନେମା ଲୋକମାନଙ୍କ ମନରୁ କେବେ ବି ଯିବନି। ମାନେ ଆଖି ଆଗରେ ପୁରା ସବୁ ସିନେମା ଗୁଡ଼ାକ ଗୋଟି ଗୋଟି ହେଇ ଦେଖାଯାଏ। ଯେହେତୁ ସିଏ ମୂଳରୁ ଶେଷ ପର୍ଯ୍ୟନ୍ତ ପେପର ୱାର୍କଠୁ ଆରମ୍ଭ କରି ପିକ୍ଚର ରିଲିଜ ହେଲା ପର୍ଯ୍ୟନ୍ତ ସେ ଇନଭଲ୍ଭ ଥାଆନ୍ତି ସବୁଥିରେ, ସିନେମାରେ, ଷ୍ଟୋରିରେ, ମ୍ୟୁଜିକରେ, ସିଟିଂ, ସବୁ ବିଷୟରେ। ତେଣୁ ତାଙ୍କ ସିନେମା ସେଥିପାଇଁ ଏତେ ଭଲ ହୁଏ। ପିକନିକ୍ କରି ସେ ଦେଖନ୍ତି, ବାଛନ୍ତି। ଆଉ ସମସ୍ତଙ୍କର ଅଭିନୟ, ମୁଁ ଭାବେ ବୋଧେ ବିଜୟ ଭାଇ ଏତେ ଭଲ ଅଭିନୟ କରିଛନ୍ତି, ତାଙ୍କ ସିନେମାରେ ଅନ୍ୟ କେହି କରିପାରିବେନି। ଅପରାଜିତା ମହାନ୍ତି କୁହନ୍ତୁ, ସମସ୍ତେ ବଳ୍ପ ବହୁତ ସୁନ୍ଦର ସୁନ୍ଦର ଅଭିନୟ କରିଛନ୍ତି। ମୁଁ ତ ଗୋଟେ ଛୋଟିଆ ରୋଲଟେ କରିଥିଲି, କିନ୍ତୁ ସବୁଠୁ ବଡ଼ କଥା ହେଉଛି ବୋହୂ ହେଲା ଏମିତି ଯେତେବେଳେ ମୁଁ କଲି, ସେଟା ଏଇ ଘରେ ସୁଟିଂ ହେଲା। ଆଉ ମାସ ମାସ ଧରି ଏଇ ଘରେ ମୁଁ ରହିଛି, ସବୁଦିନ ଆସେ, ଏଠି ସୁଟିଂ ହୁଏ, ସକାଳୁ ଯାଉ, ବହୁତ ଦିନ ଡେରି ହେଇଯାଇଥିଲି ମୁଁ ଏଇଠି ରୁହେ। ଆଉ ରବିବାବୁଙ୍କର ଏତେ ଭଲ ପାଇବା, ଏତେ ସ୍ନେହ ମମତା, ସମସ୍ତେ ଏଇଠି ପୋଖରୀରୁ ମାଛ ଧରା ହବ, ରୋଷେଇ ହବ, ଖାଇବୁ। ସେମିତି ପ୍ରଡ୍ୟୁସର ଆଉ ମିଳିବେନି ଜୀବନରେ, ଆଉ କେହି ବି ପାଇପାରିବେନି ଏମିତି ଗୋଟେ ପ୍ରଡ୍ୟୁସର, କେବେ ବି ମିଳିବେନି। ଆଉ ତାଙ୍କର ସେଇ ଭଲ ପାଇବା ମୋତେ ଆଜି କଟକରୁ ଏଇଠିକି ଟାଣି ଆଣିଛି। ଦେହ ଅସୁସ୍ଥ ଥିଲେ ବି, ଯାହା ବି ହଉ, କିନ୍ତୁ ଭାରି ଇଚ୍ଛା ହେଲା ନାଇଁ ମୁଁ ଟିକେ ଯାଏ। ଆଉ ତ କେବେ ଯାଇପାରିବି ନ ଯାଇପାରିବି, ଅନ୍ତତଃ ଆଜି ଟିକେ ଯାଇକି ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଟିକେ ଯୋଗ ଦେଇକି ଆସେ। ମୁଁ ରବି ସ୍ୱାଇଁଙ୍କ ବଡ଼ ଜ୍ୱାଇଁ ଦେବୀ ପ୍ରସାଦ ମହାନ୍ତି। ମୁଁ ଘର ପୁରୀ। ଆଉ ବାପାଙ୍କ ସାଙ୍ଗେ ପରିଚୟ ମୋର ବହୁତ ପୂର୍ବରୁ, ମୋ ମାଙ୍କ ସାଙ୍ଗରେ ତାଙ୍କର ପରିଚୟ ଥିଲା। ତ ତାପରେ 1974 ମସିହାରେ ସିଏ ବ୍ରଜମୋହନ ମହାନ୍ତିଙ୍କ ସାଙ୍ଗରେ ବାପାଙ୍କର ଦେଖା ହେଇଥିଲା। କାରଣ ମୋ ବାପା ବି ରାଜନୀତିରେ ରୁଚି ରଖିଥିଲେ, ମୋ ମା ବି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ ପୁରୀର। ତ ସେଇଠି ତାଙ୍କର ଦେଖା ଚାହାଁ ହୁଏ 74 ମସିହାରେ। କିନ୍ତୁ ଏମିତି ବିଡ଼ମ୍ବନାର ବିଷୟ ଯେ ସେ ଫେର ମୋ ତାଙ୍କର ବଡ଼ ଝିଅକୁ ମୋତେ 1998 ମସିହାରେ ପ୍ରସ୍ତାବ ନେଇକି ଆସନ୍ତି, ଆଉ ମୁଁ ତାଙ୍କର ବଡ଼ ଜ୍ୱାଇଁ ହୁଏ। ସେଇଟା ଜନସାଧାରଣ କହିବାଟା ଠିକ ହବ, କାରଣ ମୁଁ ବଡ଼ ଜ୍ୱାଇଁ ସମସ୍ତେ ତାଙ୍କର ଗଲା ପରେ ହିଁ ଆମେ ଜାଣିପାରୁଛୁ କେତେ ବିଖ୍ୟାତ ଥିଲେ। ପରେ ପରେ ଫୋନ ଆସୁଛି ବାପାଙ୍କର ସବୁ କଳାକୃତି ଯୋଉ ଗୁଡାକ ରହିଛି ସିନେମା ବିଷୟରେ, ଯୋଉଥିରେ ତାଙ୍କର ଅଗାଢ଼ ଜ୍ଞାନ ଯୋଉ ଥିଲା, ତାହା ଆଜି ତ ଆମେ ବି ପରିବାର ହିସାବରେ ବି ଆମେ ତାଙ୍କୁ ଛାଡ଼ି ଦେଇଛୁ। କିନ୍ତୁ ମୋର ଗୋଟିଏ ପ୍ରଭୁଙ୍କ ପାଖରେ
आशा जे प्रभु आम परिवार को आउ गोटे सेमिति गोटे माने सेही दरदी मनुष्यटी आम परिवार जन्म दियन भगवान मु सेटा साहा करछि जेते दूर पारिबी बापाकर किछि ना किछि यदि भगवान साहा होती मु करी चेष्टा करिबा चेष्टा करिबी पिपिलीवासी को एति कि मोर ये जे भगवान मते सहायक होती मैडम जब रबाबू आम पिपिली अंचल जन गर्व गौरव थे श्रद्धांजलि देवाई आप कौन कहे से नहीं गोटे बहुत बड़ दुखर कथा पिपिली माटी गोटे सुयोग्य संतान को तार हरैला मनीष मरब दिने जन्म हेले देवता भी मरे सार्थक जीवन तार जहाँपाई गोड़ी माटी छुरे तेणु एमती जड़े विशिष्ट व्यक्ति थिले पिपिली माटी अनेक सुयोग्य संतान को जन्म देइछि समाज सेवी आरंभ करी लड़ुआ पुओ आरंभ करी साहित्यिक नेता कलाकार से भितरे ये जड़े अनन्य व्यक्तित्व जे पर्यंत चलचित्र जगत ओडियार बंची थिव से पर्यंत ये विशिष्ट व्यक्तित्व को समस्त ओडिया माटी पानी पवन छुलुथिव जो 4टी चलचित्र ओडिया सिनेमा को प्रदान करिसेंती से समस्तंकर हृदयग्राही होइथिला मोर स्वामी दिवंगत नेता श्रीयुक्त महारथी से 4टी भितर सबुठ बेसी भल पाउथिले कि हेब सुआ पोषिले जेते थर दिए सेते थर सी देखती मुझे बसिक देखे तेणु सबुठ बेस्ट चलचित्र बोधे आज पर्यंत ओडिया सिनेमा को जी प्रदान करछंती से होचंती स्वर्गत रवि स्वाई महोदय तेणु तांकर ई स्मृति सभा को मु जोग देबा पे आसी निजको भाग्यवती मन करछि जने विशिष्ट व्यक्तिंकर श्रद्धांजलि सभा तेणु समस्ते तो आसीजे 2 दिन दुनिया समय आसिले जीवा खब किंतु कीर्ति ही अम्लान ही रही जाए एठी तेणु से व्यक्तिंकर से अम्लान कृतित्व को आम झुरिबा तांकर पदांक अनुसरण करिबा। ओम शांति। ब्यूरो रिपोर्ट ONA खबर।